ନମସ୍କାର ଦର୍ଶକ ବନ୍ଧୁ, ଆଜି ହେଉଛି 27 ସେପ୍ଟେମ୍ବର ଶୁକ୍ରବାର 2024 ମସିହା ଆଶ୍ୱିନ ମାସ କୃଷ୍ଣ ପକ୍ଷ କନ୍ୟା 12 ଦିନ। ଆଜିର ନିଷେଧ ଖାଦ୍ୟ ହେଉଛି କଳମ ଶାଗ ଏବଂ ମଧ୍ୟାହ୍ନ 1 ଘଣ୍ଟା 32 ମିନିଟ୍ ପରେ ଶିମ୍ବ। ତେଣୁକରି ଏହି ଦୁଇଟି ଖାଦ୍ୟକୁ ଆଜି ଆମେ ଖାଦ୍ୟ ରୂପରେ ଗ୍ରହଣ କରିବା ନାହିଁ। ଏବେ ଆସନ୍ତୁ ଜାଣିବା ମେଷଠାରୁ ମୀନ ପର୍ଯ୍ୟନ୍ତ 12ଗୋଟି ରାଶିର ରାଶିଫଳ ବିଷୟରେ। ମେଷ ରାଶି। ମେଷ ରାଶିଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପୂର୍ବରୁ ଥିବା ଦୁଶ୍ଚିନ୍ତା ଦୂର ହେବ। ପାରିବାରିକ ଜୀବନ ସୁଖପ୍ରଦ ରହିବ। କର୍ମ ଜୀବନ ଅନୁକୂଳ ରହିବ। ଦୂରଯାତ୍ରା ଯୋଗ ରହିଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ରହିବ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ହନୁମାନଙ୍କ ନିକଟରେ ହନୁମାନ ସିନ୍ଦୁର ଅର୍ପଣ କରି ଏବଂ ସେହି ସିନ୍ଦୁରରୁ କିଛି ମଥାରେ ଲଗାଇ ଯାତ୍ରା ଆରମ୍ଭ କରନ୍ତୁ। ବୃଷ ରାଶି। ବୃଷ ରାଶିଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ମାନସିକ ଦୁଶ୍ଚିନ୍ତା ଦୂର ହେବ। ବନ୍ଧୁ ଦର୍ଶନ ଯୋଗ ରହିଛି। ପୂର୍ବରୁ ଥିବା ବାଧାବିଘ୍ନ ଆଜି ଆପଣଙ୍କର ଦୂର ହେବ। ପାରିବାରିକ ଜୀବନରେ ଥିବା ବାଧାବିଘ୍ନ ମଧ୍ୟ ଦୂର ହେବ। କୌଣସି ଜମି, ଭୂମି କିମ୍ବା ଯାନବାହନ କିଣିବା ପାଇଁ ଆଜି ଆପଣ ମନରେ ଚିନ୍ତା କରିପାରନ୍ତି। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଲକ୍ଷ୍ମୀନାରାୟଣଙ୍କ ନିକଟରେ ବୁନ୍ଦି ଲଡ଼ୁ ଚଢ଼ାଇ ତାକୁ ପ୍ରସାଦ ରୂପେ ଗ୍ରହଣ କରି ଦୂରଯାତ୍ରା ଆରମ୍ଭ କରନ୍ତୁ। ମିଥୁନ ରାଶି। ମିଥୁନ ରାଶିଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପତି ପତ୍ନୀଙ୍କ ମଧ୍ୟରେ ମତାନ୍ତର ଦେଖାଦେଇପାରେ। ତେଣୁକରି ଜଗି ରଖି ଚଳନ୍ତୁ। ପାରିବାରିକ ଜୀବନରେ ସମସ୍ୟା ଦେଖାଦେଇପାରେ। ଜଗି ରଖି ଚଳନ୍ତୁ। ଆଜି ଆପଣ ଦୂରଯାତ୍ରା କରନ୍ତୁ ନାହିଁ। ଯାନବାହନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ପକ୍ଷୀକୁ କିଛି ମୁଗ ଦାନା ଖାଇବାକୁ ଦେଇ ଯାତ୍ରା ଆରମ୍ଭ କରନ୍ତୁ। କର୍କଟ ରାଶି। କର୍କଟ ରାଶିଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ଆପଣ ଅନ୍ୟର ମନକୁ ଜିତିବାରେ ସକ୍ଷମ ହୋଇପାରିବେ। ପାରିବାରିକ ଜୀବନ ଆଜି ଆପଣଙ୍କର ସୁଖପ୍ରଦ ହେବ। ପୂର୍ବରୁ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ତାହା ଦୂର ହେବ। ବନ୍ଧୁ ଦର୍ଶନ ଯୋଗ ଆଜି ଆପଣଙ୍କର ରହିଛି। ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଶୁଭ ରହିଛି। ବିବାହ ବ୍ରତ ଆଦି ମାଙ୍ଗଳିକ କାର୍ଯ୍ୟରେ ଆଜି ଆପଣ ଯୋଗଦାନ ଦେଇପାରନ୍ତି। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଘରୁ ବାହାରକୁ ଯିବା ବେଳେ ଦହି ଖାଇ ଯାତ୍ରା ଆରମ୍ଭ କରନ୍ତୁ। ସିଂହ ରାଶି। ସିଂହ ରାଶିଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ। ସଭା ସମିତି ଆନୁଷ୍ଠାନିକ କ୍ଷେତ୍ରରେ ନିଜକୁ ନିୟୋଜିତ କରିବେ। ପାରିବାରିକ ଜୀବନ ଆଜି ଆପଣଙ୍କର ସୁଖପ୍ରଦ ହେବ। ମହିଳାମାନଙ୍କ ପାଇଁ ଦିନଟି ଆଜି ଶୁଭ ରହିଛି। ଦୂରଯାତ୍ରା କିମ୍ବା ବନ୍ଧୁଙ୍କ ଗୃହକୁ ଯାତ୍ରା ଆଜି ଆପଣ କରିପାରନ୍ତି। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ତମ୍ବା ଢାଳରେ ଜଳ ଓ ଗୁଡ଼ ମିଶାଇ ସୂର୍ଯ୍ୟଦେବଙ୍କୁ ଜଳାର୍ଘ୍ୟ ପ୍ରଦାନ କରନ୍ତୁ। କନ୍ୟା ରାଶି। କନ୍ୟା ରାଶିଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର କିମ୍ବା ଡକୁମେଣ୍ଟ ହଜାଇ ଦେଇଥିଲେ ତାହାର ସନ୍ଧାନ ଆଜି ଆପଣ ପାଇପାରିବେ। ଆଜି ଅନ୍ୟକୁ କୌଣସି ଅର୍ଥରାଶି ଦେଇଥିଲେ ତାହା ପ୍ରାପ୍ତ ହେବ। ପାରିବାରିକ ଜୀବନ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ରହିବ। ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଭଲ ରହିଛି। ଆଜି ଆପଣ ସୁସ୍ୱାଦୁ ଭୋଜନ ଗ୍ରହଣ କରିପାରନ୍ତି। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ମାଙ୍କ ଦୁର୍ଗାଙ୍କ ପାଖରେ 7ଟି ନାଲି ମନ୍ଦାର ଫୁଲ ଅର୍ପଣ କରି ଦୂରଯାତ୍ରା ଆରମ୍ଭ କରନ୍ତୁ। ତୁଳା ରାଶି। ତୁଳା ରାଶିଜାତ ବ୍ୟକ୍ତିବିଶେଷମାନେ ବ୍ୟବସାୟିକ ସଫଳତା ପ୍ରାପ୍ତ କରିବେ। ଅନ୍ୟମାନଙ୍କ ଠାରୁ ସୁସମ୍ବାଦ ପ୍ରାପ୍ତ କରିବେ। ଆଜି କୌଣସି ଉପହାର ମିଳିପାରେ। କର୍ମ ଜୀବନରେ ଥିବା ବାଧାବିଘ୍ନ ଆଜି ଆପଣଙ୍କର ଦୂର ହେବ। ଦାମ୍ପତ୍ୟ ଜୀବନରେ ଥିବା ସମସ୍ୟା ମଧ୍ୟ ଆଜି ଆପଣଙ୍କର ଦୂର ହେବ। ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ନିଜ ଶରୀରରେ ଅତର ଲଗାଇ ଦୂରଯାତ୍ରା ଆରମ୍ଭ କରନ୍ତୁ। ବିଛା ରାଶି। ବିଛା ରାଶିଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପାରିବାରିକ ଜୀବନ ସୁଖପ୍ରଦ ହେବ। ଦାମ୍ପତ୍ୟ ଜୀବନ ଶୁଭ ରହିଛି। ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ତାହା ଦୂର ହେବ। ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଭଲ ରହିଛି। କୌଣସି ଇଣ୍ଟରଭ୍ୟୁ ଥିଲେ ସଫଳତା ପ୍ରାପ୍ତ କରିବେ। ଜମି ଭୂମି ଇତ୍ୟାଦି ଆଜି ଆପଣ କ୍ରୟ କରିପାରନ୍ତି। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ହନୁମାନଙ୍କ ମସ୍ତକରେ 7ଗୋଟି ଅପରାଜିତା ଫୁଲ ଅର୍ପଣ କରି ଯାତ୍ରା ଆରମ୍ଭ କରନ୍ତୁ। ଧନୁ ରାଶି। ଧନୁ ରାଶିଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ରାଜନୈତିକ ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭ ରହିଛି। ପାରିବାରିକ ଜୀବନ ସୁଖପ୍ରଦ ରହିଛି। ଆଜି ଆପଣଙ୍କର ବନ୍ଧୁ ଦର୍ଶନ ଯୋଗ ରହିଛି। ବ୍ୟବସାୟୀମାନେ ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ କରିବେ।
ଆଜି ଗୃହିଣୀମାନଙ୍କ ପାଇଁ ଦିନଟି ଶୁଭ ରହିଛି। ବିବାହ ବ୍ରତ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ ଦେଇପାରନ୍ତି। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଘରୁ ବାହାରକୁ ଯିବା ବେଳେ ମହୁ ଖାଇ ଯାତ୍ରା ଆରମ୍ଭ କରନ୍ତୁ। ମକର ରାଶି। ମକର ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପାରିବାରିକ ଜୀବନ ସୁଖପ୍ରଦ ହେବ। ପୂର୍ବରୁ ଯେଉଁ ଆର୍ଥିକ ସମସ୍ୟା ଥିଲା ତାହା ଦୂର ହେବ। ଆଜି ଅର୍ଥ ପ୍ରାପ୍ତି ଘଟିପାରେ। ବାଣିଜ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭ ରହିଛି। ଆଜି ଆପଣଙ୍କର ବନ୍ଧୁ ଦର୍ଶନ ଯୋଗ ରହିଛି। ଆଜି ଆପଣ ସୁସ୍ୱାଦୁ ଭୋଜନ ମଧ୍ୟ ପ୍ରାପ୍ତ କରିପାରନ୍ତି। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ହନୁମାନଙ୍କ ନିକଟରେ ବୁନ୍ଦି ଲଡ଼ୁ ଭୋଗ ଲଗାଇ ଯାତ୍ରା ଆରମ୍ଭ କରନ୍ତୁ। କୁମ୍ଭ ରାଶି। କୁମ୍ଭ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ଶାରୀରିକ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି। ଥଣ୍ଡା, ପେଟଜନିତ ସମସ୍ୟା, ଗ୍ୟାଷ୍ଟ୍ରିକ୍, ମୁଣ୍ଡବିନ୍ଧା ଭଳି ସମସ୍ୟା ଆଜି ଆପଣଙ୍କର ଦେଖାଦେଇପାରେ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଶିବଙ୍କ ମସ୍ତକରେ 7ଟି ନୀଳ ଅପରାଜିତା ଫୁଲ ଅର୍ପଣ କରି ଦୂରଯାତ୍ରା ଆରମ୍ଭ କରନ୍ତୁ। ମୀନ ରାଶି। ମୀନ ରାଶି ଜାତ ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜି ପୂର୍ବରୁ କୌଣସି ବାଦ ବିବାଦ ଥିଲେ ତାହା ଆଜି ଆପଣଙ୍କର ଦୂର ହୋଇଯିବ। ପଡ଼ୋଶୀଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିବେ। ଦିନଟି ଆଜି ଆପଣଙ୍କର ବହୁତ ଭଲରେ କଟିବ। ପାରିବାରିକ ଜୀବନ ଆପଣଙ୍କର ସୁଖପ୍ରଦ ରହିବ। ପୂର୍ବରୁ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ତାହା ଆଜି ଦୂର ହୋଇଯିବ। ଆଜି ବନ୍ଧୁ ଦର୍ଶନ ଯୋଗ ରହିଛି ଓ ସୁସ୍ୱାଦୁ ଭୋଜନ ମଧ୍ୟ ଗ୍ରହଣ କରିପାରନ୍ତି। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ଆପଣ ଏକ ହଳଦିଆ ରୁମାଲ ନିଜ ପକେଟରେ କିମ୍ବା ପର୍ସରେ ରଖି ଦୂରଯାତ୍ରା ଆରମ୍ଭ କରନ୍ତୁ।